ସାଙ୍ଗମାନେ ଆମେ ଆଜି ବିନା ଅଣ୍ଡା, ବିନା ବ୍ରେଡ୍, ବିନା ବିସ୍କେଟ୍ ପୁରା ସ୍ପଞ୍ଜ କେକ୍ ବନେଇବା। ଚାଲନ୍ତୁ ଆମେ କ'ଣ କ'ଣ ନେଇଛନ୍ତି ଦେଖିବା। ଆମେ ନେଇଛନ୍ତି ଗୋଟେ ମାପ, ସେହି ମାପରେ ଆମେ ସବୁ ଜିନିଷ ଗୋଟେ ମାପରେ ହିଁ ନେବା। ଆପଣ ବି ଯାହା ନେବେ ଗୋଟେ ମାପରେ ହିଁ ନେବେ। ଏବେ ଦେଖନ୍ତୁ ଗୋଟେ ଚିନି ଗୋଟେ ଗିନା, ତା ସାଙ୍ଗରେ କ୍ଷୀର ଗୋଟେ ଗିନା, ତେଲ ଅଧ ଗିନା, ଏଗୁଡ଼ିକୁ ନେଇ ତାକୁ ମୁଁ ଭଲସେ ଗୋଳି ଦେଉଛି। ସେଥିରେ ମୁଁ ଗୋଟେ ଗିନା ସୁଜି ନେଇ ସେଥିରେ ଭଲସେ ଗୋଳେଇ ଦେଉଛି। ଗୋଟେ ହାତରେ ଢାଳୁଛି, ଗୋଟେ ହାତରେ ଗୋଳଉଛି। ଏଗୁଡ଼ିକ ଗୋଟାଳିଆ ରହିବନି, ଯେପରି ପୁରା ପ୍ଲେନ୍ ହେଇକି ପୁରା ପାଣି ହେଇକି ପତଳା ହେଇଯିବ। ତାପରେ ଦେଖନ୍ତୁ ମୁଁ ସେଇ ଗିନାରେ ଅଧ ଗିନା ମଇଦା ନେଇ ଗୋଳଉଛି। ଏକୁ ଭଲରେ ଗୋଳେଇ ସାରିଲା ପରେ ଏପଟେ ଦେଖନ୍ତୁ ବେକିଂ ସୋଡ଼ା ହେଉଛି ଅଧ ଚାମଚ ଏବଂ ବେକିଂ ପାଉଡ଼ର ଚାମଚ ନେଇ ମୁଁ କ୍ଷୀରରେ ଭଲସେ ଫେଣ୍ଟି ଦେଇଛି। ମୁଁ ଯେଉଁ କେକ୍ ପ୍ରସ୍ତୁତ କରିବା ପାଇଁ ରଖିଥିଲି ଗୋଳେଇକି, ଏଗୁଡ଼ିକ ସେଥିରେ ଢାଳିକି ଭଲରେ ପୁଣି ଗୋଳେଇ ଦେଲି। ତାପରେ ଦେଖନ୍ତୁ ମୁଁ 10 ମିନିଟ୍ ପାଇଁ ମୁଁ ଘୋଡ଼େଇକି ରଖିଦେଲି। ତାପରେ ଏପଟେ ମୁଁ ଡିଜାଇନ୍ କରିବା ପାଇଁ ଯେଉଁ ବିସ୍କେଟ୍ ଆଣିଥିଲି, ସେହି ବିସ୍କେଟ୍ ଗୁଡ଼ିକ ପୁଣି କ୍ଷୀରରେ ଟିକେ ଭଲରେ ପୁରା ଗୋଳେଇକି ରଖିଦେଇଛି ଅଲଗା। ତାପରେ ଦେଖନ୍ତୁ ବଟର ପେପର ଆଣି ମୁଁ ସେଥିରେ ଭଲରେ ତେଲ ଗୋଳେଇ ଦେଲି ଏବଂ ସେହି କେଟିଲରେ ମୁଁ ଚାରିପଟେ ସବୁ ତେଲ ଉପର ସାଇଡ଼ ତଳ ସବୁଆଡ଼େ ତେଲ ଗୋଳେଇ ଦେଲି। ଏବେ ଦେଖନ୍ତୁ ମୁଁ କେକ୍ ପ୍ରସ୍ତୁତ କରିବା ପାଇଁ ଯେ ଗୋଳେଇକି ରଖିଥିଲି ସେଗୁଡ଼ିକ ସେଥିରେ ଢାଳିଦେଲି। ତାପରେ ମୁଁ ସେଇ କେଟିଲଟିକୁ ଧୀରେ ଧୀରେ ଛେଚିଲି, କାହିଁକିନା ଟାଇଟ୍ ହେଇକି କେକ୍ଟି ଭଲ ହେବ ବୋଲି। ଏବେ ଦେଖନ୍ତୁ ବିସ୍କେଟ୍ରେ ପ୍ରସ୍ତୁତ କରି ରଖିଥିବା ଡିଜାଇନ୍ ପାଇଁ ମୁଁ ଉପରେ ଟିକେ ପକେଇଦେଲି। ଏବେ ମୁଁ ଇଟିଲି ଛାଞ୍ଚରେ ତାପରେ ପାଣି ଦେଲି ତଳେ, ତାପରେ ମୁଁ ଏଇଟା ଭିତରେ ରଖି ତାକୁ ପୁରା ଟାଇଟ୍ କରି ଜାମ୍ କରି ଘୋଡ଼େଇ ଦେଲି। ଏବେ ଦେଖନ୍ତୁ କେକ୍ ଅଧା ସିଝିଲା ପରେ ମୁଁ ଏଇ ଡିଜାଇନ୍ର ଆଉ ଅଳ୍ପ ଟିକେ ଥିଲା ବିସ୍କେଟ୍ ପେଷ୍ଟ, ମୁଁ ତାକୁ ପକେଇଦେଲି। ତାପରେ ମୁଁ ଡିଜାଇନ୍ ସଜାଇବା ପାଇଁ ଚେରି, କାଜୁ ଏଇଭଳି ସବୁ ଜିନିଷ ମୁଁ ସଜେଇଦେଲି। ଏବେ ଦେଖନ୍ତୁ କେକ୍ ପ୍ରସ୍ତୁତ ହୋଇଗଲା। ଏବେ ତାପରେ ଦେଖନ୍ତୁ କିଛି ଲାଗିନାହିଁ କେକ୍ ତଳପଟ। ଏବେ ଦେଖନ୍ତୁ ମୋର ବଟର ପେପର ବାହାରିଗଲା। ଏବେ କେତେ ସୁନ୍ଦର କେକ୍ ମୋର ପ୍ରସ୍ତୁତ ହେଇଗଲା ଏବଂ ସ୍ପଞ୍ଜି ଲାଗୁଛି। ଏଇ ଭିଡ଼ିଓଟି ଆପଣଙ୍କୁ ଯଦି ଭଲ ଲାଗୁଥିବ ଆପଣ ବହୁତ ମାତ୍ରାରେ ସେୟାର କରିଦେବେ, ଲାଇକ୍ ଦେବେ, ସବସ୍କ୍ରାଇବ୍ ଦେବେ। ରହୁଛି, ଜୟ ଜଗନ୍ନାଥ।